ଏବେ ପ୍ରତି ଗ୍ରାମରେ ମିନି ଗ୍ୟାସ୍ର ଚାହିଦା ବହୁଳ ମାତ୍ରାରେ ବଢ଼ି ଚାଲିଛି ଏବଂ ଆପଣ ଯଦି କିଣିଛନ୍ତି ଏ ଭିଡ଼ିଓକୁ ଦେଖନ୍ତୁ ଏବଂ କିଣିବାକୁ ଚାହୁଁଛନ୍ତି ମଧ୍ୟ ଏ ଭିଡ଼ିଓକୁ ଦେଖନ୍ତୁ କାହିଁକିନା ଏ ପ୍ରୋବ୍ଲେମ୍ ଆପଣଙ୍କ ମେସିନରେ ମଧ୍ୟ ଆସିପାରେ। ଠିକ୍ ଅଛି, ଭିଡ଼ିଓକୁ କଣ୍ଟିନ୍ୟୁ ଦେଖନ୍ତୁ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ ପ୍ରେସ୍ କରିଦେବେ, କାହିଁକିନା ଯେତେବେଳେ ମୁଁ ଭିଡ଼ିଓ ଅପଲୋଡ଼ କରିବି ସବୁବେଳେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଯିବ। ଠିକ୍ ଅଛି, ଆଜିର ଏ ଭିଡ଼ିଓରେ ମୁଁ କହିବି କି ଆପଣଙ୍କର ଯଦି ପ୍ରଡକ୍ସନ୍ କମି ଯାଉଛି, ଠିକ୍ ଅଛି, ତା ପାଇଁ ମେନ୍ କାରଣ ହେଉଛି ସାଫ୍ଟ। ଠିକ୍ ଅଛି, ଆପଣ ଯଦି ସାଫ୍ଟକୁ ବାରମ୍ବାର ଚେଞ୍ଜ କରୁଥାନ୍ତି, ଯଦି ଆପଣ ମିନି ଗ୍ୟାସ୍ କିଣିଛନ୍ତି ଏବଂ ସାଫ୍ଟକୁ ବାରମ୍ବାର ଚେଞ୍ଜ କରି କରି ଆପଣ ଥକିଗଲେଣି, ଠିକ୍ ଅଛି, ତ ଆପଣ କିଛି ବି ଲାଭ ହେଉନି ମେସିନରେ, କେବଳ ମେଣ୍ଟେନାନ୍ସରେ ସବୁ ପଇସା ଯାଉଛି ଏରି। ଠିକ୍ ଅଛି, ଯେ ସାଫ୍ଟ ବହୁତ କିଣି ସାରିଲାଣି, ତେବେ ଆପଣମାନେ ଭୁଲ କରୁଛନ୍ତି, କାରଣ ସାଫ୍ଟକୁ ଯଦି ଆପଣ ରିପେୟାରିଂ କରିବେ, ରିପେୟାରିଂ କରି ଚଲେଇବେ, ଆପଣଙ୍କର ବହୁତ ଆରାମସେ ମଧ୍ୟ ଚାଲିବ। ଯେମିତିକି ମୁଁ ମଧ୍ୟ ମୋର ସାଫ୍ଟକୁ ରିପେୟାରିଂ କରିକି ହିଁ ଚଲାଉଛି। ଆପଣମାନଙ୍କୁ ମୁଁ ଦେଖାଇଦେଉଛି ସାଫ୍ଟକୁ କିଭଳି ଭାବରେ ରିପେୟାରିଂ କରନ୍ତି। ଆପଣ ଭିଡ଼ିଓରେ ପୁରା ସାଫ୍ଟକୁ ଦେଖାଇ ଦେଉଛି। ମୁଁ ବର୍ତ୍ତମାନ ଆଜି ଗୋଟେ ସାଫ୍ଟକୁ ରିପେୟାରିଂ କରିଛି। ଆପଣମାନେ ଦେଖିପାରୁଥିବେ, ଇଏ ହେଉଛି ଆଜି ମୁଁ ନିଜ ହାତରେ ମୁଁ ସାଫ୍ଟ ରିପେୟାରିଂ କରିଛି। ଆପଣମାନେ ଦେଖନ୍ତୁ କେମିତି ହେଇଛି। ଆପଣମାନେ ନିଶ୍ଚିତ କମେଣ୍ଟ ମାଧ୍ୟମରେ କମେଣ୍ଟ କରିଦେବେ। ଠିକ୍ ଅଛି, ପୁରା ମସ୍ତ ହେଇଛି। ଆପଣ ୟାକୁ ଯେଉଁ ଓଲ୍ଡିଂ କରୁଛନ୍ତି, ଏ ଓଲ୍ଡିଂ ସାହାଯ୍ୟରେ ୟାକୁ ମୁଁ ରିପେୟାରିଂ କରିଛି। ୟାକୁ ଯେଉଁ ଓଲ୍ଡିଂ ହେଇଛି, ଯଦି ଆପଣ କାଷ୍ଟ ଆଇରନ୍ ରଡ଼ରେ ଓଲ୍ଡିଂ କରିବେ ତେବେ ବହୁତ ବଢ଼ିଆ ହେବ। ଠିକ୍ ଅଛି, ଆଉ ଏସ୍ଏସ୍ ରଡ଼ରେ ଏଟା ଖାସ୍ ବେଶୀ ଲାଷ୍ଟିଂ ହେବନି। ଯେହେତୁ ମ୍ୟାଡ଼ାମ୍ ଏସ୍ଏସ୍ ରଡ଼ରେ ମୁଁ କରିଛି, ଦେଖାଯାଉ କେତେ ଦିନ ମୋର ଯାଉଛି। ପ୍ରଥମେ ମୁଁ କରିଥିଲି ଯେଉଁ କାଷ୍ଟ ଆଇରନ୍ ରଡ଼୍, ବହୁତ ଦିନ ମଧ୍ୟ ଚାଲିଲା। ଠିକ୍ ଅଛି, ଆପଣ ଏଇଭଳି ଆପଣ କରିକି ଆପଣଙ୍କର ମେସିନ୍କୁ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ ଆପଣ ଚଲେଇ ପାରିବେ। ଠିକ୍ ଅଛି, ଆଉ ବାକି ରହିଲା ଯେଉଁ ବି ଜିନିଷ ଆଦେହରେ ଖରାପ ହେଉଛି, ୟାକୁ ରିପେୟାରିଂ କରନ୍ତୁ। ଠିକ୍ ଅଛି, ରିପେୟାରିଂ କରି ହିଁ ଚଳାନ୍ତୁ। ଠିକ୍ ଅଛି, ଆଉ ଯଦି ନୂଆ ପକାଉଛନ୍ତି ବହୁତ ପଇସା ଖର୍ଚ୍ଚ ହୋଇଯିବ। ଠିକ୍ ଅଛି, ବହୁତ ଜାଗାରେ ଏଇ ମେସିନ୍ ମୁଁ ଦେଖିଲାଣି କି ସେମାନଙ୍କର ମେସିନ୍ ବର୍ବାଦ ହେଇପଡ଼ିଲାଣି। ଜାଲି ଫାଟିବା ହେଉ କିମ୍ବା ସାଫ୍ଟ ପ୍ରୋବ୍ଲେମ୍ ହେଉ, ଯାହା ବି ପ୍ରୋବ୍ଲେମ୍ ହେଉ, ସେମାନେ ରିପେୟାରିଂ କରୁନାହାନ୍ତି ଏବଂ ଅଧିକା ପଇସା ଖର୍ଚ୍ଚ ହେଉଛି। ସେମାନଙ୍କର ମେସିନ୍ ବର୍ବାଦ ହିଁ ବେକାର ହିଁ ପଡ଼ୁଛି। ଠିକ୍ ଅଛି, ଆପଣମାନେ ଯଦି ମୋ ଭିଡ଼ିଓକୁ ଦେଖୁଥାନ୍ତି, ଠିକ୍ ଅଛି, ଆପଣ ନିଶ୍ଚିତ ସେୟାର କରିଦିଅନ୍ତୁ। ଠିକ୍ ଅଛି, ଯେଉଁମାନେ ମେସିନ୍ କିଣିଛନ୍ତି ସେ ଭିଡ଼ିଓକୁ ଦେଖିବା ନିହାତି ଦରକାର। ଠିକ୍ ଅଛି, ଆଉ ମୋର ଏଇ ଛୋଟ ବିଜନେସ୍ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିନ୍ତ କମେଣ୍ଟ ନିଶ୍ଚିତ କରିଦେବେ। ଠିକ୍ ଅଛି, ଏରା ସବୁ ଥୁଆ ହେଇଛି, ପଇସା ହେବ। ଆଉ ଯେଉଁ ଖୁଦ ଦେଖୁପାରୁଥିବେ, ଖୁଦ ସାଫ୍ଟଟା କିନ୍ତୁ ବହୁତ ବଢ଼ିଆ ରିପେୟାରିଂ ହେଇଛି।